ଦର୍ପର ବିଷୟ, କାଲିର ଦର୍ପର ବିଷୟ। ଆଜିର ଲୋକମାନେ କାଲି ବଞ୍ଚିବେ କି ନାହିଁ ଜାଣନ୍ତି ନାହିଁ, କାଲି କି ପ୍ରକାର ବିଷୟ ହବ ଜାଣନ୍ତି ନାହିଁ, ମାତ୍ର ବହୁତ ଗର୍ବର କଥା କୁହନ୍ତି, ଦର୍ପର ବିଷୟ କୁହନ୍ତି। ଆଉ ଯୋଉମାନଙ୍କର ପତିଆରା ଅଛି, ବଳ ଅଛି, ଶକ୍ତି ଅଛି, ସାମର୍ଥ୍ୟ ଅଛି, ଅର୍ଥ ଅଛି, ସେ କୁହନ୍ତି କଣ, କାଲି ତତେ ଦେଖିନେବି, ହଁ କି ନାହିଁ? ଯଦି କୌଣସି ପ୍ରକାର ଭାବରେ ତାଙ୍କୁ କିଛି ଆଘାତ ଦିଆଗଲା ଏବଂ ସେମାନେ ବଳରେ, ଛଳରେ, ଅର୍ଥରେ ପାରିଲେ ନାହିଁ, କୂଟ କପଟରେ ପାରିଲେ ନାହିଁ, ସେମାନେ କହିବେ କାଲି ତତେ ଦେଖିନେବି। ଅର୍ଥାତ୍ କୂଟ କପଟ ଛଳ କରି କାଲି ତାକୁ ହଇରାଣ କରିବେ। ଇଏ ହଉଛି ଜଗତର କଥା। ସେଥିପାଇଁ ହିତବୋଧେ 27 ପର୍ବତରେ 1 ପଦରେ ଲେଖା ଯାଉଛି, ତୁମ୍ଭେ କାଲିର ବିଷୟରେ ଦର୍ପ କଥା କୁହ ନାହିଁ। ଆଜି ଅଛ କାଲି କି ରହିବ କି ନା କିଏ ଜାଣେ ନାହିଁ। ମଣିଷ ଜୀବନ ପାଣି ଫଟକା ସଦୃଶ ଯାକୁ ପୁସ୍ତକରେ ଲେଖାଯାଏ ନାହିଁ। ଆଜି ଅଛି କାଲି କି ନଥିବ। ସେଥିପାଇଁ କାଲିର ବିଷୟରେ ଦର୍ପ କଥା କୁହ ନାହିଁ। ଯେହେତୁ ଏକ ଦିନ କଣ ଉତ୍ପାଦନ କରିବ ତାହା ତୁମକୁ ଜଣା ନାହିଁ। ଆଜି ତୁମେ କଣ ହବ ତାହା ଜଣା ନାହିଁ। ଆଜି ତୁମର ସ୍ଥିତି କଣ ହବ ଜଣା ନାହିଁ। କାଲିର ବିଷୟରେ ଦର୍ପ କାହିଁ କରୁଛ? କିନ୍ତୁ ଆସନ୍ତା କାଲିର ବିଷୟରେ ପ୍ରାର୍ଥନା କରିବା ଦରକାର, ଚିନ୍ତା କରିବା ଦରକାର, ପଦକ୍ଷେପ ନେବା ଦରକାର। ଦେଲେ ଆସନ୍ତା କାଲି ଯଦି ଆମେ ବଞ୍ଚିଥିବୁ, ନିଶ୍ଚିତ ଭାବରେ ପ୍ରଭୁ ଆମକୁ ଆଶୀର୍ବାଦ କରିବେ, ସାହାଯ୍ୟ କରିବେ, ସୁସ୍ଥ ସ୍ୱାସ୍ଥ୍ୟର ସହ ପ୍ରଭୁଙ୍କ ନାମକୁ ଉନ୍ନତ ଉଚ୍ଚୀକୃତ କରିବାକୁ ଆମେ ପାରିବୁ। ସେଥିପାଇଁ ଆମେ ଦର୍ପ କରିବା ନାହିଁ, ମାତ୍ର ନମ୍ରତାର ସହ ପ୍ରଭୁଙ୍କର ଅନୁଗମନ କରିବା। କାରଣ ପ୍ରଭୁ ଯୀଶୁ କଣ କୁହନ୍ତି ଟିକେ ବାହାର କରିବା, ମାଥ୍ୟୁ 6 ପର୍ବ 34 ପଦର ଶେଷାଂଶ, ଆଜିର କଷ୍ଟ ଆଜି ପାଇଁ, ଯୋଉମାନେ ଆଜିର କଷ୍ଟକୁ ସହିଗଲେ, ସହିପାରିବେ, ସେମାନେ ନିଶ୍ଚିତ ଭାବରେ ଆଜି ଦୃଢ଼ ଭାବରେ ଛିଡ଼ା ହେବେ, ଆଉ ଆସନ୍ତା କାଲି ସେମାନେ ପ୍ରଭୁଙ୍କର ଗୌରବ କରିପାରିବେ। କାହିଁକି ଲୋକମାନେ ଭୁଲଭାଲ କରନ୍ତି? କାହିଁକି ଲୋକମାନେ ମିଛ କହନ୍ତି? କାହିଁକି ଲୋକମାନେ ବ୍ୟଭିଚାର କରନ୍ତି? କାହିଁକି ଲୋକମାନେ ଅସାଧୁ ଉପାୟରେ ଅର୍ଥ ଉପାର୍ଜନ କରନ୍ତି? କାରଣ ଆଜିର ଯୋଉ କଷ୍ଟ ତାକୁ ସେମାନେ ଯଥେଷ୍ଟ ବୋଲି ମାନନ୍ତି ନାହିଁ। ଠିକ ଅଛି, ଆଜି ତ କଷ୍ଟ ହେଲା, ପ୍ରଭୁଙ୍କ ଉପରେ ନିର୍ଭର କରିବି, ପ୍ରଭୁ ମତେ ନିଶ୍ଚିତ ସାହାଯ୍ୟ କରିବେ। ତାଙ୍କର ବାକ୍ୟରେ ଲେଖା ଅଛି, ମୁଁ ତୁମର ସାହାଯ୍ୟକାରୀ ବୋଲି। ଏ କଥାକୁ ଲୋକମାନେ ଗ୍ରହଣ, ଆଜି କଷ୍ଟ ହେଲା ତ ପଡୁଆ, 2 ଜଣ ଆକ୍ସିଡେଣ୍ଟରେ ପଡେ ଏକା ସାଙ୍ଗରେ, କିଏ? ଋତୁପୂର୍ଣ୍ଣା ମହାନ୍ତି ନା କଣ ତାର, ଆଉ ନିବେଦିତା ସ୍କୁଟିରେ, 2 ଜଣ ଯାକ ପଡ଼ିଲେ। ମୁଁ ଯେତେବେଳେ କାଲି ପଚାରିଲି, ନିବେଦିତା ମୋର ସାନ ଝିଅ ନା, ତାହେଲେ ବାବା ହେଲମେଟ ଥିଲା ନହେଲେ ମରିଯାଇଥାନ୍ତି ବୋଧେ। ମୁଁ ମରିଯାଇଥାନ୍ତି, 7ଟା ପୂର୍ବରୁ ଘରେ ପହଞ୍ଚିଗଲି। ଯଦି ବା ସେ ମୋତେ କହିଥିଲା ଯେ ମୁଁ ଯିବି, କିନ୍ତୁ ଯଥେଷ୍ଟ ସମୟ ପୂର୍ବରୁ ଆସିବା ଦରକାର ନା। এটা ତାକୁ ଝଲକ ହେଲା, ଆମକୁ ସବୁ ହେଇଯାଇଛୁ, ଆମେ ସେଥିପାଇଁ ତାଗଡ଼ା ଅଛୁ, ଆଉ ସେ ପ୍ରକାର କାମ କରୁନି। ଯୋଉମାନେ କଥା ନ ଶୁଣିବ ତମକୁ ହବ, ତାପରେ ତମେ ବୁଝିବ ସେତେବେଳେ କଷ୍ଟ। ମୁଁ ଯେତେବେଳେ କାଲି ତାକୁ ପଚାରିଲି, ଆରେ କେମିତି ଅଛୁ? ନା ଭଲ ଅଛି, ଏପଟା ଭଲ ହେଲା, କାନ୍ଧଟା ବୋଧେ ବେକରେ ମାଡ଼ ହେଇଯାଇଛି, ତ ଉଠେଇ ହଉନି। ମୁଁ କହିଲି ଆଉ ସେ ଋତୁର? ନା ସିଏ ଔଷଧ ଫୌଷଧ ଖାଇକି ତ କୁନ୍ଥୁ ପୁରା, 2 ଜଣ ଏକत्र ପଡ଼ିବ। ଇ ଔଷଧ ଖାଇକି ୟା ପାଖରେ କେହି ନାହାନ୍ତି, ଏକା ଅଛି ନା ଝିଅଟି, ତାର ବାପା ମା ସବୁ ଅଛନ୍ତି। ତାହେଲେ ସିଏ ମାମାଙ୍କ ପରି ସହିପାରେନି କଷ୍ଟ, ସେଥିପାଇଁ ସେ ପେନକିଲର ଖାଏ, ତା ପାଠ ବାହାରେ। ତ ଇଏ ଆଜିର କଷ୍ଟ ଆଜି ପାଇଁ ଯଥେଷ୍ଟ। ଯୋଉମାନେ ପ୍ରଭୁଙ୍କ ଉପରେ ନିର୍ଭର କରନ୍ତି, ଆମେ ବି ଔଷଧ ଖାଉ। କାହିଁକି? ନିର୍ଭର କରିକି ଖାଉ, ଦେଖିବା। ଔଷଧ ବି ଡାକ୍ତର ମାନେ କେତେ ଦିନ ଦିଅନ୍ତି? ମିନିମମ୍ 1 ଷ୍ଟ୍ରିପ୍ ଦେବେ।
সেটার কেতটা থাকে 10টা থাকে 3টি খাইলে 3 দিন খাইবা গোটে বড়ি 3 দিন পাই দিও আমি 3 দিন অপেক্ষা করিবে মু 3 দিন অপেক্ষা করে তারপরে দেখি পদক্ষেপ আর সেতি পাই আমি সুস্থ স্বাস্থ্য অছু কষ্ট को সহিবা যদি ন শিখিবা হেলা নি 3 দিন পরে তারপরে আমি ଯିବା ডাক্তারଙ୍କ পাখକୁ কোন অসুবিধা হবে এই প্রকার পরামর্শ কিয়ে দেব আজির কষ্ট আজি পাই যথেষ্ট প্রভু যিশু দিয়ନ୍ତି কারণ সে কষ্ট উঠাନ୍ତି ଆଉ ଆମେ ଯୋଉ ମାନେ କଷ୍ଟ ଉଠାଉଛୁ ଆମେ ସେଥିପାଇଁ ସାଇମନ ସିଂ ରେଭରେଣ୍ଟ ସାଇମନ ସିଂ କହିଲେ ତାକୁ ଗୋଟେ ଟିଟି ନବାକୁ କହିଦିଅନ୍ତୁ ମୁଁ ଆଉ କିଛି କହିବି ଇଏ ହଉଛି କଥା ଆଜ୍ଞା ଦର୍ପ କରିବା ଯଦି କାଲି ପାଇଁ ଯଦି ଦର୍ପ କରିବା ପାଇଁ ଚାହାନ୍ତି ଆଜିର କଷ୍ଟକୁ ହଜମ କରନ୍ତୁ ପ୍ରଭୁଙ୍କ ନିକଟରେ ନିବେଦନ କରନ୍ତୁ ଲାଗି ରୁହନ୍ତୁ ଆଉ ପ୍ରଭୁ ଯେତେବେଳେ ଆପଣଙ୍କୁ ସାହାଯ୍ୟ କରିବେ ଆଶୀର୍ବାଦ କରିବେ ଶକ୍ତି ଦେବେ ସେତେବେଳେ ଦୃଢ଼ ଭାବରେ ବାହାରେ କହିବେ ଆମେ ଯେମିତି କହୁଛୁ ନା ଏତେ ପର୍ଯ୍ୟନ୍ତ ଆମେ 3 ଦିନ ଅପେକ୍ଷା କଲୁ ରୋଗରେ ଆମକୁ କ'ଣ ରୋଗ ପ୍ରବଳ ରୋଗ ମତେ କରୋନା ହେଇଛି ମୁଁ କ'ଣ ଔଷଧ ଖାଇଛି ଏଇଠି ମୁଁ ବାକ୍ୟ ଦେଇଛି ଯେଉଁମାନେ ସେତେବେଳେ ଆସିଥିଲେ ସେମାନେ ଜାଣିଛନ୍ତି କାହାକୁ ହେଇଛି ହେଇ ହବନି ଆଉ କେମିତି ରୁମାଲରେ ମୋ ହାତ ପଛୁତେ ଭୋଜ ବି ହେଇଛି ସେଇ ସମୟ ପ୍ରଭୁଙ୍କ ଉପରେ ଭରସା କରି ଯଦି ଆଜିର କଷ୍ଟ ଆଜି ଆମେ ଉଠେଇବାକୁ ଚାହିଁଲୁ ଯଥେଷ୍ଟ ଆଜିର କଷ୍ଟ କାଲି ପାଇଁ ଦେଖାଯିବ କ'ଣ ହଉଛି ଲୋକମାନେ କ'ଣ ଆଗ୍ରାଭେଟ ହେଇଯିବ ଯଦି ତୁରନ୍ତ ତାକୁ ନ ଇଏ କରାଯିବ କେତେ ଗୁଡ଼ାକ ବିଷୟ ଅଛି ତାକୁ ତୁରନ୍ତ କରାଯାଏ ଧରନ୍ତୁ ରାସ୍ତାରେ ଯାଉଛନ୍ତି ଟ୍ରକ୍ ଆପଣଙ୍କୁ ଚାପି ଦେଇଛି ଆପଣ କହିବେ କାଲିକୁ ନା ସେଇଟା ନୁହେଁ ସେଇଟାକୁ ସିଧା ତୁରନ୍ତ ନେଇକି ଯାଇକି ହସ୍ପିଟାଲ ଯିବାକୁ ହବ କାରଣ ସେଇଟାରେ ଆପଣଙ୍କର ଅସୁବିଧା ନାହିଁ କିନ୍ତୁ ଆପଣ କିଛି କରିପାରିବେନି ହାଡ଼ ଗୋଡ଼ ଭାଙ୍ଗି ଯାଇଛି ମୁଣ୍ଡ ଫାଟି ଯାଇଛି ଆପଣ ବୈଦ୍ୟଙ୍କ ପାଖକୁ ଯିବେ କିନ୍ତୁ କୋଉ ପରିସ୍ଥିତିରେ ଧରନ୍ତୁ ଟିକେ ଥଣ୍ଡା ହେଲା ଟିକେ ଜ୍ୱର ହେଲା ଟିକେ ବଥା ହେଲା ଟିକେ ଭିତରେ ଭୋକ ଲାଗିଲା ଆପଣ ଯାଇକି ଚୁରି କରିଦେବେ ନା ବାଡ଼ ନେଇକି ଯଦି ଆପଣଙ୍କ ବାଡ଼ିରେ କିଛି ନାହିଁ ଭୋକ ଲାଗୁଛି ଆପଣଙ୍କ ହାଣ୍ଡିରେ କିଛି ନାହିଁ କାହା ହାଣ୍ଡିରେ ଯାଇକି ହାତ ପୁରେଇ ଖାଇଦେବ ଖାଇବନି ତ ବୁଝିପାରୁଛୁ ନା ବଢ଼ିଆ କିଛି ବସୁଛି ପ୍ରଭୁ ଅନୁଗ୍ରହ କରନ୍ତୁ ଆଶୀର୍ବାଦ କରନ୍ତୁ ଆଜି ଆମେ ଏ ପ୍ରକାର ଭାବରେ ପଦକ୍ଷେପ ନେବା ଯଦ୍ୱାରା କି କାଲିର ବିଷୟରେ ଆମେ ଦର୍ପ କରିବାକୁ ପ୍ରଭୁ ଆମକୁ ଦେବେ ଆମେ ଦର୍ପ କରିବା ନାହିଁ ଯଦି ଆମେ ନିଜେ ନିଜେ ପ୍ରଭୁଙ୍କୁ ଛାଡ଼ି କାଲି ମୁଁ କ'ଣ କରିବି କାଲିକା କଥା ଚିନ୍ତା କରିବି ତାହେଲେ ଅସୁବିଧା ହେଇଯିବ ଦେଖନ୍ତୁ ଆପଣ ଟିକେ ପଢ଼ନ୍ତୁ ଲୁକ ପୁସ୍ତକ ତାର 12 ପର୍ବ 15 ପଦ ଲୁକ ପୁସ୍ତକ 12 ପର୍ବ 15 ପଦ ପ୍ରଭୁ ଯୀଶୁ କହୁଛନ୍ତି କ'ଣ କହୁଛନ୍ତି ପ୍ରଭୁ ଯୀଶୁ କହିଲେ ସାବଧାନ କାହାକୁ ସାବଧାନ ଲୋଭରୁ ଆପଣଙ୍କୁ ଦୂରରେ ରଖ ସମ୍ପତ୍ତି ଉପରେ ବଳ ଉପରେ ଜ୍ଞାନ ଉପରେ ପରାକ୍ରମ ଉପରେ ଜଣେ ଲୋକର ଜୀବନ ନିର୍ଭର କରେ ନାହିଁ ଆଉ ତାପରେ ସେ ଦୃଷ୍ଟାନ୍ତ ଦଉଛନ୍ତି କ'ଣ ଜଣେ ଧନୀ ଲୋକ କ୍ଷେତରେ ବହୁତ ଫଳ ହେଲା ବହୁତ ଫସଲ ହେଲା ତାପରେ ସେ ମନେ ମନେ ବିବେଚନା କରି କ'ଣ କହୁଛି କ'ଣ କରିବି ମୋର ଫସଲ ଏତେ ହେଇଛି ଆରେ ବର୍ଷା କୋଉଠୁ ଆସିଲା ଖରା କେମିତି ହେଲା ତୁ ସିନା ପରିଶ୍ରମ କରୁଛୁ ଏବେ ତ ଲୋକମାନେ ସାର ଦଉଛନ୍ତି ମୁଁ ତ ସାର ଦିଏ ପରିଶ୍ରମ କରାଯାଏ ସଠିକ ସମୟରେ ସଠିକ ପଦକ୍ଷେପ ନିଆଯାଏ ତାପରେ ଏହା କରିବି ବହୁତ ଫଳ ହେଲା ମୋର ଅମାର ସବୁ ଭାଙ୍ଗି ବଡ଼ ବଡ଼ କରି ତିଆରି କରିବି ତାପରେ ତାପରେ ଆଉ ମୋ ପ୍ରାଣକୁ କହିବି ମନକୁ କହିବି ରେ ମନ କାଲି ପାଇଁ ପୁରା ମସ୍ତି କରିବୁ ତୁ କ'ଣ ଲେଖା ଅନେକ ବର୍ଷ ନିମନ୍ତେ
बहुत द्रव्य संचित होइछि तेनु करी विश्राम को भोजन को आमोद को किंतु ईश्वर ताहाको वास्तविक बहुत अच्छे केबे एका दिन से भांगी तैयारी करियो कि हमारा काली करियो ना रे मन आराम को बहुत दिन अर्थात काली रो आहुरी अधिक काली अनेक काली आसीबो तू आराम कर आ प्रभु ताको कहउचंती हां कोन कहउचंती रे निर्बोध मूर्ख आज राति रे तोर प्राण जदि तो ठारू निया जीवो जहा आयोजन करछु काली पाई से सब कार हबो कार भूत खाइबो आउ के खाइबो तेन करे आसु आमे प्रभुंकर वाक्य को कालीर विषय रे आमे दर्प न करू मात्र कालीर विषय दर्प करबा पाई प्रभु गोटे ठीक आजिर कष्ट आज पाई यथेष्ट कष्ट को सह्य कर जाओ मो पाद तल को आस प्रभु यीशु कहले मोर तू शिख मोहर भार उच्छ्वास मोर जुआली सहज केते अध्याय केते बोल माथ्यू ना मो ठारू शिख बोली 11:27 की कोन हेतियो प्रभु आपन को मते अनुग्रह करू ना 29 कोन लिखा जायछि मोहर जुआली जीसुंकर जुआली जीसुंक पछको जो माने आसीबे जीसुंक पथरे जो माने चलीबे तांकर जुआली जो माने घेरिबे कोन लिखा जायछि जीसुंक निकटरु शिखिबा दरकार कारण मृदुशील नम्रचित आत्मा रे जदि विश्राम पाइबा पाई चाहुचंती मन रे विश्राम पाइबे पुनी आसंता काली उठिबे सेठी देखा जायछि मोर जुआली सहज कोन लिखा जायछि जेनु मोर जुआली सहज प्रभुंकर जुआली प्रभुंकर वाक्य खाली मानिबा एटा सहज जो माने मानि परिबे ताकू सहज आ समस्त मानि परिबे बड़ विषय किछि नै कथाटा मानिबा कोन अछि ए प्रकार भाबरे चालो ए प्रकार भाबरे चालो ए प्रकार भाबरे करो एटा कोन असुविधा अछि सेटा सहज किंतु लोक माने कोंती नाही चालियो कारण कोन से माने दर्प करंती सेति पई से माने कोंती तापर कोन लिखा होछि भार प्रभु जो भार देंती केवल वाक्य कोन आउ अधिक चिंता दउचंती अनेक लोक माने तो से माने अर्थ मागंती कोठी के सहाय्य पाइबा को जीवो से माने अर्थ नै डाक्टर को पाकु जीवो तमे आगे पाउना भरिबो तापरे जाई डाक्टर के संगे देखाबो केते बेला जानना केते लाइन थिबो तापरे जाई डाक्टर को किंतु प्रभु अर्थ किछि चाहना केवल कहउचंती मोहर जु मते अनुगमन कर मते अनुसरण कर मोठु शिख बोली कहउचंती आउ किछि ना आसु जीसु कोठु शिखियो आउ कालीर विषय दर्पण करी प्रभु यीशु जो प्रकार कहिले आजिर कष्ट आज पई यथेष्ट माथ्यू तार 6 पर्व 34 पद अनुसार 34 पदर शेषांश अनुसार से प्रकार भाव रे आसु आजिर कष्ट को आमे उठेबा जदि कष्ट न उठेबा शिखिचु ताले सत उपाय जगत रे सफल होई परिबे असत उपाय रे अनेक सफल होउचंती आजि अछंती काली ना सेति पई सब बेले कहे ओटा प्रवाद होछि आजिर जे अमीर कालीर से फकीर भिखारी आज जे धनी काली से भिखारी बोली जगत किंतु प्रभु कहउछन्ति तुमे जदि कष्ट उठेबो आजिर कष्ट आज पई यथेष्ट बोली कहि मो पछरे चलिबो तुमे भिखारी हेइ हबो नै तुमे जो स्थिति रे अछो सेते तांको परि धनी न होई पारो तांको परि शक्ति युक्त न होई पारो तांको परि सफल न होई पारो किंतु तुमे भिख मांगिबो से माने जो माने अमीर थिबे फकीर हेबे भिख मागुचंती ना हमर एठी जने वीडियो थिले तांको ना प्रफुल्ल बेहरा आ शेष बेल को से चाहा पीवा पई पैसा मागुचंती एबे अछंती कि मरि चली गले देबो हां चली गले मु सुनिली कोन काई कि बाबू एते बड़ लोक से पुनी यीशु को ग्रहण करथिले तांकर मां ग्रहण करथिले तापरे से अर्थात शिखि पारले नाही यीशु को आसु आमे यीशु को जदि शिखिबा आमे भिखारी होबा नै कि आमे बड़ लोक होबा नै किंतु आमे आसंता कालीर विषय रे आमे दर्प करिबा करि परिबा
ଆଜିର କଷ୍ଟ ଆଜିର ପାଇଁ ଆମ ପାଇଁ ଯଥେଷ୍ଟ କହି କଷ୍ଟକୁ ଯଦି ପ୍ରଭୁଙ୍କର ପାଦ ତଳେ ରଖିବା ତାହେଲେ ପ୍ରଭୁ ଆମକୁ ଅନୁଗ୍ରହ ଆଶୀର୍ବାଦ କରିବେ। ନିଶ୍ଚିତ ଭାବରେ ଆମେ କହିବା ନାହିଁ ରେ ପ୍ରାଣ ଆମୋଦ କର କହିବା ନାହିଁ, ମାତ୍ର ଆମେ ପ୍ରାଣରେ ପ୍ରଭୁଙ୍କ ଚରଣ ତଳେ ନିବେଦନ କରିବା। ଯଦି ଅଧିକ ହେଲା ପ୍ରଭୁଙ୍କ ଚରଣ ତଳେ 10 ମାଂସରୁ ଆହୁରି ଅଧିକ ଦେବା। ଆମେ ଦେଇ ଦେଇ ଏ ପ୍ରକାର ହେଇଛୁ ପ୍ରଭୁଙ୍କର। ସେଥିପାଇଁ ଆପଣମାନେ ଏଠି ବସି ପ୍ରଭୁଙ୍କ ନାମକୁ ଉନ୍ନତ ଉଚ୍ଚୀକୃତ କରିପାରୁଛନ୍ତି। ପ୍ରଭୁ ସାହାଯ୍ୟ କରନ୍ତୁ, ଆଶୀର୍ବାଦ କରନ୍ତୁ। ଆସୁ ଆମମାନେ ଯୀଶୁଙ୍କଠୁ ଶିଖିବା, କାଲିର ବିଷୟ ଦର୍ପ କରିବା ନାହିଁ। ଆଜିର କଷ୍ଟ ଯଥେଷ୍ଟ ବୋଲି କହି ପ୍ରଭୁଙ୍କ ଚରଣ ତଳେ ନିଜ ନିଜକୁ ସମର୍ପଣ କରିବା। ଆଉ ରେ ମନ ରେ ପ୍ରାଣ ବହୁତ ଅଛି, ଆରାମ କର ବିଶ୍ରାମ କର ଏକଥା କହିବା ନାହିଁ, ମାତ୍ର ରେ ମନ ଆମେ ପ୍ରଭୁଙ୍କର ଚରଣ ତଳକୁ ସମର୍ପଣରେ ଆସୁଛୁ, ଏଇ କଥା ଆମେ ଅନ୍ୟମାନଙ୍କୁ ମଧ୍ୟ ଶିଖେଇ ପାରିବା। ପ୍ରଭୁ ଏଇ ଚିନ୍ତାରେ ହିତୋପଦେଶର ବାକ୍ୟରେ ଆମକୁ ଆଶୀର୍ବାଦ କରନ୍ତୁ। ଆମେ